ମାଙ୍କର ପୂଜକ ରୁଦ୍ରନାରାୟଣ ପଣ୍ଡା କ'ଣ ହେଇଛି କାଲି ରାତିରେ 21 ତାରିଖରେ କାଲି ରାତିରେ ମାଙ୍କ ରାତି ନୀତିବିତି ସାରି ମୁଁ ରାତି 10টাରେ ଦେଉଳ ସବୁ ପହଡ଼ ଦେଇ ଦେଉଳ ତାଲା ପକାଇକି ଯାଇକି ସକାଳେ ଯେତେବେଳେ ଭୋରୁ ଆସେ ଭଣଜାକୁ ପଠାଇଥିଲି। ଭଣଜା କହିଲା ମାମୁଁ ସବୁ ତାଲା ଖୋଲା ଅଛି। ମୁଁ କହିଲି ତାହେଲେ ଭିତରକୁ ନ ଯାଇକି ଥାନାରେ ଗୋଟେ କମ୍ପ୍ଲେନ୍ଟେ କହିଦେଇକି ଆସେ। ଏମିତି ମନ୍ଦିରର ସବୁ ତାଲା ଖୋଲା ଅଛି। ମୁଁ ଯାଇକି ସାଙ୍ଗେ ସାଙ୍ଗେ ପହଞ୍ଚୁଛି। ଆଇଲା ପରେ ଆମେ ଦେଖିଲୁ ଯେ ସବୁ ଘରର ତଥା ମନ୍ଦିର ସମସ୍ତ ପ୍ରକାର ତାଲା ସବୁ ଖୋଲା ଅଛି। ଆମେ ଥାନାବାଲା କହିଲେ ବସା ଘର ଗୁଡ଼ାକ ଆପଣ ଯାଆନ୍ତୁନି, ଖାଲି ମାଆଙ୍କର ନୀତି କରନ୍ତୁ, ତା ଭିତରେ ଦେଖନ୍ତୁ କ'ଣ ସୁବିଧା ହେଇଛି, ଆଉ ବାକି ଯେଉଁଗୁଡ଼ାକ ସେଗୁଡ଼ା ସେମିତି ଥାଉ। ଆମେ ସାଇଣ୍ଟିଫିକ୍ ଟିମ୍ ଆଣିବୁ, ସନ୍ଧାନୀ କୁକୁର ଆଣିବୁ, ତାପରେ ଆପଣ ଯାଇକି ତା ଭିତରକୁ ପ୍ରବେଶ କରିବେ। ବର୍ତ୍ତମାନ ଆମେ ମାଆଙ୍କର ନୀତି ମାଘ ସ୍ନାନ ମାଆଙ୍କୁ କରେଇ ମାଆଙ୍କର ସକାଳ ନୀତି ସାରିଥିଲୁ, ଦ୍ୱିପହର ନୀତି ବି ସାରିଲୁ। ଆମେ ଦେଖିବାକୁ ପାଇଲୁ ଯେ ସେ ମାଆଙ୍କ ପାଖରେ ଥିବା ଦେହରେ ଲାଗି ହେଇଥିବା କୌଣସି ପ୍ରକାର ଅଳଙ୍କାରରେ ସେ ହାତ ନ ମାରି ତାଙ୍କ ପଛକଡ଼େ ଥିବା ଟ୍ରଙ୍କରୁ ମାଆଙ୍କର 3ଟି ଟିକିଲି ଆଉ ବଡ଼ ସାନ ମିଶିକି ରୂପାର ଛୋଟ ବଡ଼ ମିଶିକି ଆଖି 6-7ଟି ନେଇଛି। ତାକୁ ନେଲା ପରେ ତାକୁ କ'ଣ ସୁବିଧା ଲାଗିଛି ଆମେ ତ କହିପାରିବୁନୁ, କାହିଁକିନା ସେ ସଭା ଲାଷ୍ଟକୁ ମନ୍ଦିରରେ ପଶିଛି। ଆମେ ଯାହା ଭାବୁଛୁ ଆଗ ବସାଘର ଗୁଡ଼ା ଭାଙ୍ଗିଛି ନା, ବସାଘରୁ ଯାହା ଆଣିଥିବା ଜିନିଷ ଖେଳାଖେଳି କରିଛି। ସେ 2ଟା ବସାଘର ଆମର 2 ଜଣ ପୂଜକ, ଆମେ ଏଠି 3 ଜଣ, 2 ଜଣ ଗୋଟାଏ ବସାଘର ୟୁଜ୍ କରୁଛନ୍ତି, ଆଉ ଜଣେ ମୁଁ ଏକୁଟିଆ ମୋର ଗୋଟିଏ ଘର ୟୁଜ୍ କରୁଛି। ମୋର ଗୋଟେ ରୂପାହାର ଥିଲା, ତାଙ୍କର ବି ଗୋଟେ ରୂପାହାର ଥିଲା, କିନ୍ତୁ ରୂପାହାରକୁ ସିଏ ହାତ ମାରିଛି କିନ୍ତୁ ଆଉ ନେଇନି। କ'ଣ ପାଇଁ ଥାନାରେ ଦିଆହେଇଛି, ଆମ ଅଫିସ୍ ତରଫରୁ ଯାଇକି ଆମେ ଏଫଆଇଆର୍ କରିକି ଦେଇଛୁ। ସେଇଟା ଲଜ୍ଜାଜନକ ଗୋଟେ କଥା। ଥାନାଟା ଏତେ କ୍ଲୋଜ୍, 2ରେ ଆମ ବ୍ୟାକ୍ ସାଇଡ଼୍ରେ ଥାନା ଷ୍ଟାଫ୍ ରହୁଛନ୍ତି। ଫ୍ରଣ୍ଟରେ ଚୋର ପଶିଲେ ଆଉ ସାଇଡ଼୍ରେ ବି ଚୋର ପଶିଲେ। ଥାନାବାଲା କେତେ ସକ୍ରିୟ ଏଇଟା ଆପଣ ଜାଣିଥିବେ, ଠଡ଼ବାସୀ ଜାଣିଲେ। ଆଉ ପଛକଡ଼େ ପ୍ରବଳ ମଦ ବିକ୍ରି ହେଉଛି, ଯାହାଫଳରେ ଦୈନନ୍ଦିନ ହଜାର ସଂଖ୍ୟକ ମଦ୍ୟପ ଆସୁଛନ୍ତି। ସେମାନେ ଠାଉକିଆ ଦେଖୁଛନ୍ତି ଯେ ଏ ମନ୍ଦିରର ସ୍ଥିତି ଭାରି ଅସୁବିଧାରେ, ଦେବତର ଠିକ୍ରେ କାର୍ଯ୍ୟାନୁଷ୍ଠାନ କରିନି, ନେଇଥିବା କଣ୍ଟ୍ରାକ୍ଟର ଠିକ୍ରେ କାମ କରିନି, ଚୌଦ୍ୱାର ମେଲା, ଚୋର ସବୁପଟେ ଆଇଲା।